प्रिय श्रोता मंडली काली भली आज आम दैनिक राशिफल बोले अक्टोबर 1 तारिख बुधवार अक्टोबर 1 तारिख बुधवार विषय रे एक विशद आलोचना करिबा। आज अक्टोबर 1 बुधवार यह भावी आम आलोचना विभाग को जीवा। अक्टोबर 1 बुधवार नवमी तिथि पूर्वषाढ़ा और उत्तराषाढ़ा नक्षत्र धनुराशि धनुरे चंद्र तापरे आज सूर्यास्त 5:33 पर कर्कट राशि घातबार सावधान कर्कट राशि घातबार तुला कुंभ यही दुई राशि पुरुषंकर घातचंद्र वृष मिथुन यही दुई राशि महिलांकर भी घातचंद्र तुला कुंभ यही दुई राशि पुरुषंकर वृष और मिथुन यही दुई राशि महिलांकर घातचंद्र सिंह पाई घात तिथि सिंह पाई घात तिथि आउ थे कहीदे कर्कट पाई घातबार तुला कुंभ पुरुषंकर घात चंद्र वृष मिथुन महिलांकर घात चंद्र सिंह राशि घात तिथि यही घात केतेबेले केउटी करिबो आघात से कथा केवल विधि जानती। मानसिक आघात शारीरिक आघात बा उभय आघात तेणु आमे पारु पर्यंत चेष्टा करिबा यथा संभव आम द्वारा केते परोपकार हेबो हेउछि होइछि करि नपार जदि परोपकार करोना अपकार केबे कहार उपकार करुच तो भल नहले कहार अपकार चिंता करनी। अपकार करिवार्थ निज गोड़े निजे कुराणी आघात करिवा आ बलद मते बिंध पर पाई जे खोलई गात से गाते से निजे हुए आहत बस ये गला नीतिवाणी। मेष राशि पर आलोचना करिवा। मेष राशि पर दिन दुईटा परठारु शुभ समय आसीबो। मेष राशि पर 2:30 पर्यंत अशुभ। मेष राशि पर दिन 2टा परठारु शुभ समय आसीबो। 2:30 जाए विपदपूर्ण समय से जाए हाथे मापी चाखंडे चलिले भल सम्मान हानि हेबो वृथा कलह हेबो। 2:30 परे कर्मर आह्वान रे चलचंचल हब। मेष राशि सकाळर मंद समय जीवारु खाद्य बंधु आय विपुल आनंद देव। 2:30 परे बंधु माने उत्तम व्यवहार करिवे भल बंधु आसिबे संलाभ करिवे उत्तम भोजन मिलिबो आउ विपुल अर्थ आय हो कर्म क्षेत्र में सम्मान मिलिबो। 2:30 माने सकाळ ओळी टिके दुख 2:30 परे उपरोली सुख। मेष राशि कहानी सरला। अक्टोबर 1 तारिख बुधवार वृष राशि पाई सारा दिन अशांति रे जीव। सारा दिन सूर्योदय ठारू पुणी सूर्योदय पर्यंत वृष राशि पाई सारा दिन अशांति रे जीव। दिन 2टा जाए स्वास्थ्य हानि हेबो देह खराब हेबो। हाँ दिन 30 जाए स्वास्थ्य हानि दिन 2:30 पर सम्मान हानि। प्रथमे शारीरिक जंत्रणा परे मानसिक जंत्रणा। दिन 2टा परे सम्मान हानि होई पारे। वृथा व्यय धन जन मान बंधुरे हानि होई पारे। पुरातन रोगी सतर्कता अवलंबन करने उचित।
2ଟା 30 ଯାଏ ସମୟ ବଡ଼ ଦୁଃଖପୂର୍ଣ୍ଣ। ଯଦି ରୋଗ ପୀଡ଼ା ନ ଦିଏ ତେବେ କୌଣସି ଆଘାତ ବି ହେବ, ମୁଣ୍ଡରେ ପାହାର ହେଲା ଭଳି ଯନ୍ତ୍ରଣା ଲାଗିବ। ଠିକ୍ ଏତେ କଷ୍ଟ ହେବ ଯେ ମାନସିକ ଅଶାନ୍ତି ବଢ଼ିଯିବ ଯେ ଭାରି ଅସହାୟ ଲାଗିବ। ଏଣୁ ଦୁର୍ଗା ମଣ୍ଡପକୁ ଯାଇ ଦେବୀଙ୍କ ପାଦ ଦର୍ଶନ କରି ଦୁର୍ଗା ଦୁର୍ଗା କହନ୍ତୁ, ମଙ୍ଗଳ ହେବ। ଏ ଗଲା ବୃଷ ରାଶିର କାହାଣୀ। 1 ତାରିଖ ଅକ୍ଟୋବର ବୁଧବାର ମିଥୁନ ରାଶି ପାଇଁ 2ଟା 30 ଯାଏ ଧନାଗମ ହେବ। 2ଟା 30 ଯାଏ ଭଲ, ସକାଳ ଓଳି ବଢ଼ିଆ ଖାଇବାକୁ ମିଳିବ, ଆଉ ଭଲ କାମ ମିଳିବ, ଭଲ ରୋଜଗାର ହେବ। 2ଟା 30 ଯାଏ ଧନାଗମ ହେବ, ବନ୍ଧୁ ସମାଗମ ହେବେ, ଉତ୍ତମ ସଂଳାପ କରିବେ, ଉତ୍ତମ ଭୋଜନ ମିଳିବ, ଦେବ ଦର୍ଶନ ଯୋଗ ଅଛି, ମନ ମୁତାବକ କର୍ମ କରି ଖୁସି ହେବେ। 2ଟା 30 ପରେ ଅଶୁଭ ସମୟ ଆସିବ। ସକାଳ ଓଳି ଠାରୁ ଉପର ଓଳି ମନ୍ଦ ଫଳ ଦେବ, ଦେହ ଖରାପ ହେବ, ସମସ୍ୟା ଘନେଇ ଆସିବ, ପୁରୁଣା ରୋଗୀଙ୍କୁ ବଡ଼ ଦୁଃଖ ଲାଗିବ, ଅର୍ଥାତ୍ ଉପର ଓଳି ଦୁଃଖ। ତେଣୁ ଏହା ଜାଣିଲା ପରେ ଆମେ ଯଦି ଟିକେ ଦେବୀকে ଦର୍ଶନ କରିଦେବା, ଦୁର୍ଗା ଦୁର୍ଗା କହିବା, କ୍ଷତି କ'ଣ ଅଛି? ହୁଏତ ତାଙ୍କ କରୁଣା ପଡ଼ିପାରେ। ଅକ୍ଟୋବର 1 ତାରିଖ ବୁଧବାର କର୍କଟ ରାଶି କଥା ବୁଝିବା। ତ ଘାତବାର ତାଙ୍କର କର୍କଟ ରାଶି ପାଇଁ ଆଜି ଗୌରବଦାୟକ ଦିନ। ଗୌରବଦାୟକ, ଯଶ କୀର୍ତ୍ତି ଧନ ମାନ ସମ୍ମାନ ବଢ଼ିଯିବ ଆଜି କର୍କଟ ରାଶିର। କର୍କଟ ରାଶି ପାଇଁ ଆଜି ଗୌରବମୟ ଦିନ। 2ଟା 30 ଯାଏ ବଢ଼ିଆ ଲାଭ ହେବ। ଏଣୁ କୌଣସି କାର୍ଯ୍ୟ କଲେ ବି ନିଶ୍ଚିତ ଭାବରେ ସଫଳ ହେବେ। ଉତ୍ତମ ମିତ୍ର, ସ୍ୱାଦିଷ୍ଟ ଭୋଜନ, ଭଲ ଆୟ, ସୁଖମୟ ପରିବାର ଆଜି ଲାଭ ହେବ। 2ଟା 30 ପରଠାରୁ ଆୟ ବୃଦ୍ଧି ହେବ, ବ୍ୟବସାୟରେ ବଢ଼ିଆ ଲାଭ ହେବ। ଯେଉଁମାନଙ୍କର ଦୈନିକ ଆୟ ହୁଏ ସେମାନେ ସମସ୍ତେ ଅଧିକରୁ ଅଧିକ ଆୟ କରି ଖୁସିରେ ସମୟ କାଟିବେ। କର୍କଟ ରାଶି ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ସବୁ ଦିଗରୁ ଲାଭ ଆଉ ସୁଖ ଶାନ୍ତି ଇତ୍ୟାଦି। ଅକ୍ଟୋବର 1 ତାରିଖ ବୁଧବାର ସିଂହ ରାଶି କଥା ଆଲୋଚନା କରିବା। ସିଂହ ରାଶି ଆଜି ନାନାବିଧ ସୁଖ ଲାଭ କରିବ। 2ଟା 30 ଯାଏ ଏ ସମସ୍ତ ସୁଖ ବଳବତ୍ତର ରହିବ। ଜଣେ ମଣିଷ ପାଇଁ ଯେଉଁ ସବୁ କାର୍ଯ୍ୟ ସୁଖ ଦିଏ ସେ ସମସ୍ତ ବ୍ୟବସ୍ଥା ବିଧି କରିବେ। ବିଧି ବିଧାନ ଏହା ଯେ ସିଂହ ରାଶିର ବ୍ୟକ୍ତି ଯାବତୀୟ ସୁଖ ଲାଭ କରିବେ। କର୍କଟ ଭଳି ସିଂହର ବି ଆଜି ଶୁଭ ଦିନ। ବିଧି ବିଧାନ ବଡ଼ ଶୁଭ ଅଛି। 2ଟା 30 ପରେ ଅତି ସୁନ୍ଦର ସମୟ ଆସିବ। ତୁମ ମନ ଲାଖି ବନ୍ଧୁ, ଧନ, ଆୟ, ଭୋଜନର ବ୍ୟବସ୍ଥା ହେବ, ଖାଦ୍ୟ ମିଳିଯିବ, ବଢ଼ିଆ ଲାଭ ହେବ। 2ଟା 30 ପରେ କିଛି ବ୍ୟବସାୟ ଆରମ୍ଭ କରନ୍ତୁ ନା, ଦେଖନ୍ତୁ କେତେ ବଢ଼ିଆ ଲାଭ ହେଉଛି, ସୁଖମୟ ଦିନ। 2ଟା 30 ପର୍ଯ୍ୟନ୍ତ ଖରାପ ସମୟ ନୁହଁ, ବଢ଼ିଆ ସମୟ। 2ଟା 30 ପରେ ଆଉ ଟିକେ ବଢ଼ିଆ ସମୟ। ସବୁ ଦିଗରୁ ଜଣେ ବ୍ୟକ୍ତି ପାଇଁ ଯେତେ ଗୁଡ଼ିଏ ସୁଖ ମିଳିବା କଥା ତା 2ଟା 30 ପରେ ସେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଅକ୍ଟୋବର 1 ତାରିଖ ବୁଧବାର କନ୍ୟା ପାଖକୁ ଯିବା। କନ୍ୟା ରାଶିର 2ଟା 30 ଯାଏ ବଡ଼ ଦୁଃସମୟ। କନ୍ୟା ରାଶିର 2ଟା 30 ଯାଏ ବଡ଼ ଦୁଃସମୟ। କଳହ ହୋଇପାରେ, କିଛି ଦ୍ରବ୍ୟ ହଜିଯାଇପାରେ ବା ଚୋରି ହୋଇଯାଇପାରେ, ସନ୍ତାନ କଷ୍ଟ ହୋଇପାରେ, ରୋଗଗ୍ରସ୍ତ ହୋଇ ବହୁ ବ୍ୟୟ କରିପାରିବେ, ମାନସିକ, ଶାରୀରିକ ଓ ଆର୍ଥିକ ସମସ୍ୟା ଘନେଇ ଆସିବ। ଏଣୁ ଦୁର୍ଗା ମଣ୍ଡପକୁ ଯାଇ ଦେବୀଙ୍କ ପାଦ ଦର୍ଶନ କରି ଦୁଃଖ ଜଣାନ୍ତୁ ନା। ଦୁର୍ଗା ଦୁର୍ଗା ଏ 2 ଅକ୍ଷର ବାରମ୍ବାର କହନ୍ତୁ। କନ୍ୟା ରାଶିର ଭଲ ନାହିଁ। ଅକ୍ଟୋବର 1 ତାରିଖ ବୁଧବାର
ତୁଳା ପାଖକୁ ଆସିବା। ତୁଳା ରାଶି ପାଇଁ 2ଟା 30 ଯାଏ ସବୁ ଦିଗରୁ ଭଲ ଭଲ ଭଲ। ତୁଳା ରାଶିର 2ଟା 30 ଯାଏ ସବୁ ଦିଗରୁ ଭଲ। ବଢ଼ିଆ ଆୟ ହେବ। ବ୍ୟବସାୟୀ, ଚିକିତ୍ସକ, ଓକିଲ ଏଇଭଳି ବ୍ୟକ୍ତି ସୁନ୍ଦର ଆୟ କରିବେ। ସବୁ ପ୍ରକାର ଦୁଃଖ ଦୂର ହେବ। ଦିନ ମଜୁରିଆ, ଭିକାରୀ ପରି ବ୍ୟକ୍ତିମାନଙ୍କର ମଧ୍ୟ ଆୟ ବଢ଼ିଯିବ। ବାରିକ, ସୁନାରୀ ମାନେ ଅର୍ଥ ପାଇ ଋଣମୁକ୍ତ ହେବେ। ସନ୍ତାନ ମାନଙ୍କର ସମସ୍ତ ସମସ୍ୟା ସମାଧାନ ହେବ। ସକାଳ ଓଳି ଭଲରେ ଭଲରେ ଯିବ। 2ଟା 30 ପରେ ସକାଳର ସୁଖ ହଜିଯିବ। 2ଟା ଓଳି 30 ପରେ ଅପମାନ, କଳହ, ନିନ୍ଦା, ରୋଗ ଆଦି ମାନସିକ ଅଶାନ୍ତି ମାଡ଼ି ବସିବ। 2ଟା 30 ପରେ ଅପମାନ, କଳହ, ନିନ୍ଦା, ରୋଗ ଆଦି ମାନସିକ ବ୍ୟାଧି ମାଡ଼ି ବସିବ। 2ଟା 30 ପର୍ଯ୍ୟନ୍ତ ସବୁ ଦିଗରୁ ଭଲ। ଅକ୍ଟୋବର 1 ତାରିଖ ବୁଧବାର ଆଲୋଚନା କରିବା ବିଛା ରାଶି କଥା। ବିଛା ପାଇଁ 2ଟା 30 ଯାଏ ବଡ଼ ଗଣ୍ଡଗୋଳିଆ ସମୟ। ବିଛା ରାଶି ପାଇଁ ଦିନ 2ଟା 30 ଯାଏ ବଡ଼ ଗଣ୍ଡଗୋଳିଆ ଦିନ। ମନ ଅଶାନ୍ତ ହେବ। ନିଜକୁ ଅପରାଧୀ ଭଳି ଲାଗିବ। ମନ ବ୍ୟାକୁଳ ଓ ବିଚଳିତ ହେବ। ଏଣୁ କିଛି ଭୁଲ ହୋଇଯାଇପାରେ। ମନ ଠିକ୍ ନାହିଁ, ଭୁଲ ତ ହେବ। ଆଉ କିଛି ଭୁଲ ହୋଇଯାଇପାରେ। ଟିକେ କଥାରେ ଲଗାମ ଲଗାନ୍ତୁ, ସଂଯମତା ରକ୍ଷା କରନ୍ତୁ, ନହେଲେ ପାଟିରୁ କ'ଣ କଥା ବାହାରିଯିବ, ଗୁରୁଜନମାନେ ଦୁଃଖିତ ହେବେ। କିଛି ଭୁଲ ହୋଇଯାଇପାରେ। ସକାଳ ଓଳି ଅଶାନ୍ତିରେ ଯିବ। ଦିନ 2ଟା 30 ପରେ ଆଶା କରିନଥିବା ମଜା ମଜା ଖବର ଶୁଣିବେ। ଖାଦ୍ୟ, ବ୍ୟକ୍ତି, ବନ୍ଧୁ, ଅର୍ଥ, ସୁଖ ଆଦି ଆସି ଶାନ୍ତି ଦେବ। 2ଟା 20 ଯାଏ 30 ପରେ ମନକୁ ଆନନ୍ଦିତ କରିବେ। ଏଇସବୁ ଜିନିଷ କ'ଣ ନା ମଜା ମଜା ଖବର, ସ୍ୱାଦିଷ୍ଟ ଆହାର, ଉତ୍ତମ ବନ୍ଧୁ, ସୁବ୍ୟକ୍ତି, ଯଥେଷ୍ଟ ଧନ ଏମାନେ ପାଖକୁ ଆସି ସୁଖ ଆଉ ଶାନ୍ତି ଦେବେ। 2ଟା 30 ପରେ 2ଟା 30 ପାଇଁ 2ଟା 30 ଯାଏ ଅଶାନ୍ତ ଡଙ୍ଗାରେ ସମୁଦ୍ରରେ ବୁଲିବେ ଝଡ଼ରେ। 2ଟା 30 ପରେ ସୁଖ ପଲଙ୍କରେ ହାତ ଗୋଡ଼ ବାଡ଼େଇ ଖେଳିବେ। ଆଉ ଆଚ୍ଛା ପିଲେ, ଆମେ ଯିବା ଏବେ ଧନୁ ପାଖକୁ। ଧନୁ ରାଶି ପାଇଁ ସକାଳ ଓଳି ଖୁବ୍ ଚଞ୍ଚଳ ଲାଗିବ। ସକାଳ ଓଳି ଧନୁ ରାଶି ପାଇଁ ଖୁବ୍ ଚଳଚଞ୍ଚଳ ଲାଗିବ। ଦେହ ଭଲ ରହିବ। ଶୁଭ ସମାଚାର ମିଳିବ। ପ୍ରିୟ ଲୋକ ସମାଗମ ହେବେ। ଫୋନରେ ମଜା ମଜା କଥା ଶୁଣେଇବେ। ଉତ୍ତମ ଭୋଜନ ବ୍ୟବସ୍ଥା ହେବ। ଆୟ ବଢ଼ିଯିବ। ଦିନ 2ଟା ପରେ ଆରମ୍ଭ ହେବ ସମସ୍ୟା 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 ସମସ୍ୟା। ମନକୁ ଅଶାନ୍ତ କରିବ। ଅତୀତର କିଛି ଘଟଣା, କିଛି କାର୍ଯ୍ୟ ମନେ ପଡ଼ିଯିବ। ଆଉ ଅନ୍ୟକୁ ସନ୍ଦେହ ଲାଗିବ। କଳହ ହୋଇଯାଇପାରେ। ଚୁପ୍ ରହନ୍ତୁ। 2ଟା 30 ପରେ କାନରେ ପାଟିରେ ତୋଳା ଦେଇ ଚୁପ୍ ରହନ୍ତୁ, ନହେଲେ ଝଗଡ଼ା ହେବାଟା ନିଶ୍ଚିତ। ଧନୁ ରାଶି କଥା ସରିଗଲା। ଅକ୍ଟୋବର 1 ତାରିଖ ବୁଧବାର ମକର କଥା ବୁଝିବା। ମକରର ସକାଳ ଓଳି ଦୁଃଖରେ ଯିବ। ବୁଧବାର ଦିନ ମକର ରାଶିର ସକାଳ ଓଳି ଦୁଃଖରେ ଯିବ। ଯଥା ସମୟରେ ପ୍ରିୟ ଲୋକ, ଉତ୍ତମ ଖାଦ୍ୟ ମିଳିବନି। ପାଖରେ ସେମାନେ ନଥିବେ। ଦୁଃଖ ବେଳେ ପ୍ରିୟ ଲୋକ ପାଖରେ ନଥିବେ। ଭୋକ ବେଳେ ଉତ୍ତମ ଖାଦ୍ୟ ପାଖରେ ନଥିବ। ତେଣୁ ଦେହ ଖରାପ ହେବ। ମନ ଅବୁଝା ହେବ। ଆଉ ଅଶାନ୍ତ ଲାଗିବ। ଦୁଃଖ କଳହ ହୋଇଯାଇପାରେ। ମାତ୍ର ଉତ୍ତମ ଉପର ଓଳିକୁ ଭଲ। 2ଟା 30 ପରେ ମକର ରାଶିର ବୁଧବାର ଉପର ଓଳିକୁ ଭଲ ସମୟ ଆସିବ। ଦେହ ମନ ଭଲ ହୋଇଯିବ। ନିଶ୍ଚିନ୍ତରେ ହସି ହସି ସବୁ କାମ କରିବେ। ଏତେ ସୁଖ ଆସିବ ଯେ
ସକାଳ ଓଳିର ଦୁଃଖ ଆଉ ମନେ ପଡ଼ିବନି। 2:30 ପରେ ମକର ରାଶିର ଶୁଭ ଶୁଭ ଶୁଭ। କୁମ୍ଭ ରାଶି ପାଇଁ ବୁଧବାର 1 ତାରିଖ କ'ଣ ଖବର ଅଛି? କୁମ୍ଭ ରାଶି ପାଇଁ ସକାଳ ଓଳି ଦିନ 2:30 ଯାଏ ମଜାରେ ମଜାରେ ଯିବ। ସମସ୍ତ ଯୋଜନା ସଫଳ ହେବ, ବଢ଼ିଆ ଆୟ ହେବ, ଭଲ ଭୋଜନ ମିଳିବ, ସବୁ ଦିନର ଇଚ୍ଛା ପୂରଣ ହେବ। ଉତ୍ତମ ବନ୍ଧୁ ଓ ଉତ୍ତମ ଭୋଜନ ପାଖକୁ ଆସିବ। ମାତ୍ର 2:30 ଯାଏ ଏଇସବୁ। 2:30 ପରେ ଦେହ ଖରାପ ହେବ, କଳହର ସୂତ୍ରପାତ ହେବ, ମାତ୍ର ଶତ୍ରୁ ଆଉ ଋଣ ହଇରାଣ କରିବେ। ଅଶାନ୍ତ ପରିବେଶରେ ବ୍ୟୟ ବୃଦ୍ଧି ହେବ। 2:30 ମାନେ ସକାଳ ଓଳି ସବୁ ଦିଗରୁ ଭଲ, 2:30 ପରେ ଉପର ଓଳି ସବୁ ଦିଗରୁ ଖରାପ। ବୁଧବାର 1 ତାରିଖ ମୀନ ରାଶି ପାଇଁ ଆଜି କର୍ମ ମୁଖର ଦିନ। ସକାଳ ଓଳି ବହୁ ପରିଶ୍ରମ କରିବେ, ଦିନ ଆନନ୍ଦରେ ଯିବ। କର୍ମ କ୍ଷେତ୍ରରେ ବଢ଼ିଆ ଆୟ ହେବ, ପ୍ରଶଂସା ପତ୍ର ମିଳିବ, କ୍ଳାନ୍ତ ହେବେନି। ମାତ୍ର ଦିନ 2ଟା ପରେ ସବୁ ପ୍ରକାର ଲାଭ ହେବ। ଯେଉଁ ଖଟଣି ଖଟିଥିଲେ ସକାଳ ଓଳି ଉପର ଓଳି ସେ ଲାଭ ମିଳିବ। ସବୁ ପ୍ରକାର ଲାଭ ହେବ, ସର୍ବବିଧ ସୁଖ ମିଳିବ, ବଢ଼ିଆ ଆୟ ହେବ, ଭଲ ଭୋଜନ ମିଳିବ। ବ୍ୟବସାୟୀ, ବଣିଆ, ବାରିକ, ଓକିଲ, ଡାକ୍ତର, ମଜୁରିଆ, ଭିକାରୀମାନଙ୍କର ଦିନ 2:30 ପରେ ବହୁ ସୁଖରେ ଯିବ। ଦିନ 2ଟା ପର୍ଯ୍ୟନ୍ତ ଆନନ୍ଦରେ ଯିବ, ଦିନ 2ଟା ପରେ ସୁଖରେ ଯିବ। ବନ୍ଧୁ ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତାକାଲି ଠିକ୍ ଏ ସମୟରେ ମୁଁ ଓ ଆମେ ସମସ୍ତେ ଟିକେ ଆଲୋଚନା କରିବା। ଆଜି ପାଇଁ ଏତିକି, ରହିଲି। ନମସ୍କାର।